ମୋ ସମ୍ମୁଖରେ ଥିବା ସମସ୍ତଙ୍କୁ କହିଛି। ଏଠି ମୋ ପାଖରେ ଟିକେ ସମ୍ମୁଖରେ ବସିଛି ଜଣେ କବି, ଜଣେ ସାମ୍ବାଦିକ। ମୁଁ ତାହାଠୁ ଶିକ୍ଷା ଲାଭ କରିଛି। ଅନେକ ତାର କଥା ଗୁଡ଼ାକୁ ମୁଁ ନେଇକି ଖବରକାଗଜ ଶୀର୍ଷକ କରିଛି। ଆମେ ଯେତେବେଳେ ବନ୍ଦେ ଉତ୍କଳ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଲା ତା ପୂର୍ବରୁ ସେ ଏଭଳି ଗୋଟେ ଶବ୍ଦ କହିଲା ଯେ ଲୋକେ ଦେଲେ ସ୍ୱୀକୃତି। এই যে লোকে দেবে স্বীকৃতি সরকার নহ, সরকারকে বাধ্য কলা স্বীকৃতি দেওয়া পাই। অনেক কথা অনেক শিখিছু আমি। সেপাই অনেক সভা সমিতিরে মু যেতবে সুমিত্রা জনাকে দেখে সেখানে ମୋ ভিতরে নবকৃষ্ণ চৌধুরী আসি যাতে, জয়কৃষ্ণ মহান্তি আসি যাতে, কিরণলাল মহান্তি আসি যাতে। কোন সেমানক তাকে নিকটরে আমি কোন রাজশ্রী ମୁଁ ଏଇଠି ନାରାୟଣ ଓଝାଠୁ ବି ଶିକ୍ଷା ଲାଭ କରିଛି। ଗୋଟିଏ ପିଲା କିଛି ରୋଜଗାର ନାହିଁ, ଆପଣମାନେ ଜାଣନ୍ତି ରାତିରେ ଅନ୍ୟର ପରିଶ୍ରମ କରିକି ରଙ୍ଗ ମାରିକି ପଇସା ଆଣି ସେ ଗରିବ ଲୋକଙ୍କୁ ସେବା କରେ। ଭାରତ ବର୍ଷର ପୃଥିବୀରେ ପ୍ରଥମେ ଘରୁ ଆମର ହୁଣ୍ଡି ମନ୍ଦିରରେ ହୁଣ୍ଡି ଥିଲା, କିନ୍ତୁ ଜନସାଧାରଣ ପାଖରେ ହୁଣ୍ଡି ପହଞ୍ଚେଇବା ସେ ହୁଣ୍ଡିରେ 5 ଟଙ୍କା 10 ଟଙ୍କା ଆଦାୟ କରିକିରି କର୍କଟ ରୋଗାକ୍ରାନ୍ତ ରୋଗୀର ମୁହଁରେ ଟିକେ ହସ ଫୁଟେଇ ଦେବା। এই যে এটি কিষাণ বড়াই ଅଛି। কিষাণ বড়াই ଜଣେ ଯୁବ ସାମ୍ବାଦିକ। ଓଡ଼ିଶାର ଅନେକ ଇତିହାସ ପରିବର୍ତ୍ତନ କରିବାର ତାର ପ୍ରେରିତ ଆମକୁ କରିଛି। ସେ ମିଛ ଚାବି ନେଇକିରି ରତ୍ନଭଣ୍ଡାରର ଯେଉଁ ନାଟକ ହଉ ବା ସ୍ୱର୍ଗଦ୍ୱାର ଜମିର କଥା ହଉ ବା ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ସ୍ଥାନ ଯାଜପୁରରୁ ପଞ୍ଚସଖାଙ୍କ ପୀଠ ବହୁପୁର ବନରେ ହଉ, କେତେ କଥା କାହାଠୁ ଏଠୁ ଏଠି ସୁଦର୍ଶନ ସାହୁ ଅଛନ୍ତି, ତାଙ୍କଠୁ ଆମେ ଆମ ଉତ୍କୃଷ୍ଟ କଳା ରାଜ୍ୟ ଯୋଉଟା ଆମେ କହେ 1200 ବର୍ଷ ତଳେ 8ମ ଶତାବ୍ଦୀରେ ପଦ୍ମପୁରାଣରେ ଉଲ୍ଲେଖ ଅଛି ବର୍ଷାଣମ୍ ଭାରତ ଶ୍ରେଷ୍ଠ ଦେଶାର ଉତ୍କଳ ଶେଷବ ଦେଶ ରାଷ୍ଟ୍ରୀୟ ଭିତରେ ଗାୟକ ଲାଭ ସୁରେନ୍ଦ୍ର ଛୋଟରୁ ଶିକ୍ଷା ଲାଭ କରିଛୁ। ଆମ ପାଲା ସାହିତ୍ୟ ପାଲା ସଂସ୍କୃତି ହେଉଛି ଆମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରିପ୍ରସାରଣ କି ଭୂମିକା ନେଇଥିଲା। ଗାୟକ ମାନଙ୍କର ଭିତରେ ଆମେ କହିଛୁ ହରିନାଥ ବଦନ ଅଧରେ ନିରଞ୍ଜନ ଭୂଷଣ ଧ୍ରୁବବନ ମହିଳାରୀ। ରୂପ ବର୍ଣ୍ଣନା କରିଛନ୍ତି ନାରୀର, ଅଙ୍ଗେ ବଙ୍ଗେ ଅବାବଗଧ ହୋଇଥିଲେ ଦେଖିଛି କେତେ ସୁନ୍ଦରୀ ଏ ରୋଷା ଚରଣ ଭଷା ପଥରକୁ ନହିବେ କେ ସମସରୀ। ଆନ ନାରୀ ସିନା ଭକ୍ତର କୁସୁମ ଏ ଯେ ଗଗନର ତାରା, ଆନ ନାରୀ ସିନା ଭକ୍ତର ତଟିନୀ ଏ ଯେ ମନ୍ଦାକିନୀ ଧାରା। ତାକୁ ତୁଳନା କରିଛୁ ଆଜିର କବି ଖଜୁରୀ ଗଛ ମୂଳେ ଅଜାଡ଼ିଲି ପାଉଁଶ କାହିଁ ତୁ ଗଲ ଝୁଠୁରୁ ମୁଣ୍ଡି। ସରୋଜିନୀ ମିଶ୍ରଙ୍କ ମନକୁ ପାଇଥିବ। ଆଜି କବି କବି ତାକୁ ଶିକ୍ଷା କରିଛୁ। ଏଠି ପ୍ରତାପ ସାହୁ ଅଛି, ଛୋଟ ପିଲାଟି ହେଇଥିଲା, ଯେତେବେଳେ ଚିନ୍ତା କଲା ଯେ ଏ ବସ୍ତି ମାନଙ୍କର ସୁରକ୍ଷା ହବ, ଉଠା ଦୋକାନୀ ମାନଙ୍କ ସୁରକ୍ଷା ହବ, ତୃତୀୟ ଲିଙ୍ଗୀ ସେମାନଙ୍କୁ ସାମାଜିକ ନ୍ୟାୟ ଦିଆଯିବ, ସେମାନଙ୍କର କ'ଣ ଭୁଲ? ଜନ୍ମ ତାଙ୍କ ହାତରେ ନଥିଲା। ଯୋଉମାନଙ୍କୁ ଆମେ ଯୌନ କୁହାଯାଏ ଯୌନ କ୍ରିୟାର, ତାକୁ ଆମେ ଯୌନ କର୍ମୀ ତାକୁ ସମ୍ମାନ ଦେବା, ସେତେବେଳେ ସବୁ ହସିଲେ ଲୋକ। ଲଢ଼େଇ ହେଲା, ତୃତୀୟ ଲିଙ୍ଗୀ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱୀକୃତି ଲାଭ କଲା। ଆଜି ଆନ୍ତର୍ଜାତିକ ଉଠା ଦୋକାନୀ ସଂଘର ଆଜି ସେ ତାର ନେତୃତ୍ୱ ନେଇଛି ଗୋଟେ ଓଡ଼ିଆ ପିଲା। ଯେବେଠୁ ଶିକ୍ଷା ଅଛି ପୃଥିବୀରେ ଭାରତ ବର୍ଷରେ କେବଳ ଯେତିକି ମଣିଷ ମାନଙ୍କର ମରିଛନ୍ତି ତାଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଆମେ ଜାଣିନେ। ଯେ ଭାରତ ବର୍ଷର ବୈଜ୍ଞାନିକ ଜଗତର ଉଜ୍ଜ୍ୱଳତମ ଜ୍ୟୋତିଷ ହୋମି ଜାହାଙ୍ଗୀର ଭାବା, ତାଙ୍କର ମୃତ୍ୟୁର କାରଣ ଆମେ ଯେମିତି ଜାଣିପାରିଲେନି। ଜଣେ ବ୍ୟକ୍ତି ଜନ୍ମ ହେଇଛି ଥରେ, ମରିଛି 11 ଥର, ସେ ହଉଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ତାଙ୍କର ମୃତ୍ୟୁ କାହିଁ ଜାଣିପାରିଲେନି, କିଛି ରହିଗଲା। ଗୋଟେ ଏଇ ବୁଦ୍ଧ ମନ୍ଦିରରୁ ଡକ୍ଟର ରାଜ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରଭୃତି ବ୍ୟକ୍ତିଙ୍କ ପାଖରୁ ଏଇଠୁ ଆରମ୍ଭ ହେଲା ଯେ ଗୋଟେ ଅଭିଯାନ। ସେ ଅଭିଯାନ ହବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସମସ୍ତ ଦଳି ଜଳାର୍ପିତ ହଉ। ଆମେ ହସିଲୁ, ରାଜ୍ୟପାଳ ଜ୍ଞାନେନ୍ଦ୍ର ଏଇଠୁ କଣ ଇଏ ହବ, ଜନ୍ମଭୂମିରୁ ଯୁଦ୍ଧ ଭୂମି। କିନ୍ତୁ
आज निजे स्वीकार कर ज्ञानेन्द्र जो गले सब राज्य समस्त मुख्यमंत्री समस्त विरोधी नेता राष्ट्रपति प्रधानमंत्री जनार्पित है 146 रथी जनार्पित है ये शिक्षा लाभ कर जड़े व्यक्ति आज रास्ता वंदे भारत कही निशामुक्त एवं समाज गठन करने निजक समर्पित ना भी जानू वंदे मातरम कहू से शिक्षा लाभ कर महान देशर विशाल ओडिया जातिर बाहरी बंधु बलांग राति अच्छी गोटे समर्पण मानसिकतार समाज को भेषज ध्यान देवाई सकल प्रतिबंधक सत्वे आगे जावार जो प्रेरणा मुझे शिक्षा करपरिक ये लग्न ठूँ शिक्षा कर लग्न ठीक थे निष्ठा ठीक थे जेकोसी कम कर सब शिक्षा हम करमी कहीं ना पिंडिके महाभारत सूचक गायक बेउधर शिक्षा कर विप्लवी विजय परिणा ओडिशा लक्ष लक्ष कोटी टंकार खड़ी डकायती कहीं बाहर गोटे किला बाहर सर्वोच्च न्यायालय को इतिहास नहीं राज्यपाल को दाबी पत्र दिया ओडिशा उच्च न्यायालय मुख्य विचारपति नवीन पट्टनायक पाखे पुओ को देकर सिनेमा करने एतिक लक्ष कोटी टंका नहीं अभियोग कर किए विजय परिणा कहले ये अभियोग केवल आपण कले हम मत डाकिला कौन आस मो ना गला अभियोग गिरफ होकर जेल जा कथा जे भाव एक मत देवी पुष्टि तिहार जेल को पठे से इतिहास तेनाली एभली कहीं ना टुटू ठू आरंभ कर ममता सामंत आरंभ कर डॉक्टर जयश्री धर ठू आरंभ कर मुझे शिक्षा करनी अंशुमान पर्यंत तेणु मुझे सब सभारे कहे मन पकाए आम भाषा हूँ कहले स्वामी ब्रह्मांड सरस्वती आज्ञा बहुत किसी परिवर्तन हो 1075 मसीह चौबंग देव मंत्री रामानुज ओडिया भाषा को हत्या करे बाद तमिल भाषा संस्कृत भाषा प्रवेश है हारू पंडित विरोध कले शुणी दिगला 1434 मसीहा जून मास 29 तारिख में कपिलेन्द्र देव बिंदुसागर उपर शपथ ने कहले मु राजा नुहे मु राउत एवं आज ओडिया भाषा ओडिशा शासन कौन है पंचसखा सृष्टि सारा दास आसी सिद्धेश्वर परिणा सारा दास अतिमय जगन्नाथ दास अच्युत दास जशवंत दास कौन रखी से गोटे उदाहरण 1556 मसीह समस्त हाथ में भ्राम्यमान दूरभाष यंत्र अच्छी मान्यवर गुगुल को भी देखी दिंतु 1956 मसीह भेषज विद्या लिंग निरूपण यंत्र प्रयोग है किंतु आपण मैंने जानते 600 वर्ष पूर्व ओडिया जाति लिंग निरूपण करते जशवंत दास बड़ माया भी जीवन नुहे कहारी दिने न भजु रामकृष्ण श्रीहरि प्रथम मासे तुझे धवल वर्ण द्वितीय मासे जड़े देशर तृतीय मासे डेरा मेला कुहरी किए जानी 3000 वर्ष तले ओडिया माने गुरुत्वपूर्ण नथिले टिप दौलु आमको मृक्ष अशिक्षित कहगला किंतु आज प्रमाण है 2008 मसीह पृथ्वी 800 कोटी लोक 800 कोटी प्रकार टिप कहा तो समान नुह ता ना दे बायोमेट्रिक टेस्ट किए जानी 1568 फेब्रुआरी 12 तारिख में ओडिया टिकरी युद्ध आम पराजय है आम भाषा उपर आक्रमण है आम ओडिया थिलु आमको ब्रिटिशर्स माने कहले ओडिया लड़े आज्ञा ओडिया है ब्रिटिशर्स माने कहते आम ओडिशा ORISS लड़े ओडिशा है आमको ब्रिटिशर्स माने कहते एपरिक नवगत पर कांति चंद्र भट्टाचार्य कहला ओडिया एक भाषा नए ओडिया गोटे भाषा नुह आम लड़े कलु आखिरे आंगुठी गेंजिकी आम भाषा शास्त्रीय मान्यता पाइना पढ़ाई पदाधिकारी मान जानकी बाला पट्टनायक
ଯେକୌଣସି ସରକାରୀ କର୍ମଚାରୀ ଯଦି ଓଡ଼ିଆରେ ନଥି ନ ଲେଖିବ ମୁଁ ସ୍ୱାକ୍ଷର କରିବି ନାହିଁ। ଏମିତି ବିକୃତ ଓଡ଼ିଆ ସବୁ ଲେଖିଲେ ଯେମିତିକା ଆଜବେଷ୍ଟସ୍ ଗ୍ରହଣରେ ଚଳିବ ତାକୁ କୁଣ୍ଠେଇକି ଲେଖିଲେ ଆଜବେଷ୍ଟସ୍ ଅର୍ଥ ହେଉଛି ବକ୍ରାୟିତ ତରଙ୍ଗାୟିତ ବଜ୍ର ଚୂନକ ଫଳକ। କିଏ ଲେଖିବ? ଡେଲିଭରି ଅର୍ଥ କଣ ନା ନିଷ୍କାସନ ବିକୃତ ଓଡ଼ିଆ। ତାକୁ ଲେଖିଲେ ମୁଖ୍ୟ ଶାସନ ସଚିବ ଥିଲେ ସେ ଲେଖିଲେ ଯାହା ଅଛି ତାହା ଥାଉ ଇତି ସହସାହୁ ସହଦେବ ସାହୁକୁ ଯାହା ଅଛି ତାହା ଥାଉ ଇତି ସହସାହୁ ବିକୃତ ଓଡ଼ିଆ କରିଲେ ତାହା ଭାଙ୍ଗିଲା। ଆମ ଆନ୍ଦୋଳନ ଘୋଷା ଏଠି ଅନେକ ଅଛନ୍ତି ଯୋଉମାନେ କଳମ କରିଛନ୍ତି ବେଣୁଧର ହରିଜନଙ୍କୁ ଆରମ୍ଭ କରିକି ଦେବୀ କୃଷି ବିଜୟ ବେଳାମାନ ପର୍ଯ୍ୟନ୍ତ କିଷାନ ପଢାଇ ପର୍ଯ୍ୟନ୍ତ କଣ ହେଲା ଭାଷା ବିଶ୍ୱବିଦ୍ୟାଳୟ କଲେ ଓଡ଼ିଆ ଭାଷା ବିଶ୍ୱ ଅନୁବାଦ ତାଲିକାରେ ସ୍ଥାନିତ ହେଲା। ଓଡ଼ିଆ ଭାଷା ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟ ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରବେଶ ହେଲା। ଗୁଗୁଲରେ ସ୍ଥାନିତ ହେଲା। ସେତିକି ଆମେ ଦବିଗଲୁ। ଯାହା କହିଲେ ମହର୍ଷି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆମେ କହିଲୁ ଭାଷା ଭାଷା ଭାବ ପ୍ରବଣତାରେ ନୁହଁ ପେଟ ପାଟଣାରେ ନିଯୁକ୍ତ ଭାଷା ହଉ। ସରକାରଙ୍କର ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେଲେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ସମସ୍ତ ଚାକିରିର ଚୟନ ପରୀକ୍ଷା ଓଡ଼ିଆ ଭାଷାରେ ହବ। ଏତିକି ନୁହେଁ, ଏତିକି ରହିଯାଇନୁ। ପୁଣି କଣ କଲୁ? ଯଦି ତାମିଲ ପିଲା ହିନ୍ଦୀ ପିଲା ତାଙ୍କ ଭାଷାରେ ସର୍ବଭାରତୀୟ ପରୀକ୍ଷା ଦେଇପାରୁ ଚୟନ ପରୀକ୍ଷା, ଆମେ ଓଡ଼ିଆ ମାନେ କଣ ନିଆଁରେ ବୁଝୁଛୁ? ଲଢ଼େଇବା। କେନ୍ଦ୍ର ସରକାର ମାନିଲା ଯେ ସମସ୍ତ କେନ୍ଦ୍ରୀୟ ପରୀକ୍ଷା ତାହା ଭାରତୀୟ ପ୍ରଶାସନିକ ସେବା ଆମ ମନ୍ତ୍ରୀ ଆଜି ଅଛନ୍ତି ଆଇଏସ୍ ହଉ ଆଇଏଫଏସ୍ ହଉ ଆଇଏସ୍ଏସ୍ ହଉ ଯେକୌଣସି କେନ୍ଦ୍ରୀୟ ପରୀକ୍ଷା ଓଡ଼ିଆ ଭାଷାରେ ଆଜି ହବ। ସେଥିରେ ରହିଗଲୁ। ଆମେ କଣ ବୈଷୟିକ ଶିକ୍ଷା ଭେଷଜ ବିଦ୍ୟା ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କାହିଁକି ଓଡ଼ିଆ ଭାଷାରେ ନ ହବ? ତାହା ମଧ୍ୟ ହେଲା। ଆପଣ କେତେ ଅଛି ଏଇପରି ପ୍ରାୟ ଯୋଉ ଐତିହ୍ୟ ଛକ ଯାହାକୁ ଅନେକ ମାନେ ମାଷ୍ଟର କ୍ୟାଣ୍ଟିନ ଛକ ଉଠେଇ ଦେଇଥାନ୍ତି ଘୋଡ଼ାକୁ। ଆମେ କହିବୁ ସେ ଘୋଡ଼ା ଆମର ଐତିହ୍ୟର ପ୍ରତୀକ ସ୍ୱାଭିମାନର ପ୍ରତୀକ ଓଡ଼ିଆ ଜାତିର। ଯଦି ଉଠିବ ଆମ ସବୁ ଉପରେ ଉଠିବ। କଣ ହେଲା? ଲଢ଼େଇ ଚାଲିଛି। ଭାଷା ଅଛି। ଆପଣ ଶ୍ରମ ଆଇନ ହେଲା। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସମସ୍ତ ଶିକ୍ଷାନୁଷ୍ଠାନ ତାର ନାମଫଳକ ଓଡ଼ିଆରେ ହବ। ଏଠି ଭାଷା ପ୍ରଭାବ କିଛି ହେଲା କାହିଁ କେହି ତ ଜଣେ ଅନ୍ୟମାନେ ଯାହା ନ୍ୟାୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ପରମହଂସ କାହିଁ ଅନ୍ୟମାନେ ଯଦି କୋଉଠି ନ ହଉଛି ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରିବାରେ ତାକୁ ରୋକିଛି କି? ଆଇନ ତ ଅଛି। ପୁଲିସ ଏସଆଇ ସିବିଆଇ ଇନକ୍ୱାରି ଏବେ ହେଲା। ଏବେ ଚାଲିଛି। ଏବେ ହେଲା ଜାରି ହେଇଛି। ଏ କାହିଁ ନଥିଲା? ଲଢ଼େଇ ଚାଲିଛି। ଲଢ଼େଇ ଅବ୍ୟାହତ ରହିଛି। ତେଣୁ ମୁଁ ଭାବପ୍ରବଣ ହେଇଯାଉଛି। ଆପଣମାନେ ଏଇଠୁ ଶେଷ ପର୍ଯ୍ୟନ୍ତ ଯିଏ ବସିଛନ୍ତି ମୋ ମଞ୍ଚରେ ଇଏ ସମସ୍ତେ ମୋର ଗୁରୁ। ଯୋଉଥିପାଇଁ ଆପଣମାନେ ଜାଣନ୍ତି ପୃଥିବୀରେ 6,702ଟା ଭାଷା ଅଛି। ଆମେ ଗର୍ବ ଅନୁଭବ କରିବା ଆମ ଭାଷା ସର୍ବଶ୍ରେଷ୍ଠ ଭାଷା ସାମାଜିକ ବିଜ୍ଞାନ ସଂଗଠନ। ଇଏ ମୁଁ ଭାଷା ସଭାପତି ଭାବେ କହୁନି। ୟାକୁ ଜାତିସଂଘ ସ୍ୱୀକୃତି ଦେଇଛି। ପୃଥିବୀରେ କୋଟି କୋଟି କବି ସ୍ୱର୍ଗବାସୀ କୋଟି କୋଟି କବି ଅଛନ୍ତି। ଜଣେ କବିର କବିତା ପୃଥିବୀ ପଞ୍ଚାୟତରେ ସ୍ୱର୍ଣ୍ଣାକ୍ଷରୀ ରହିଗଲା ଓଡ଼ିଆ ଭାଷାରେ। ଓଡ଼ିଆ କବି ପ୍ରାଣୀଙ୍କ ଆଗତ ଦୁଃଖ ଅପ୍ରଭିତ ଦେଖୁ ଦେଖୁ କିବା ସବୁ ମୋ ଜୀବନ ପଛେ ନରକେ ପଡ଼ିଥାଉ ଜଗତ ଉଦ୍ଧାର। ଆରେ ଭୂତ ଜଳନୀ ପ୍ରତିଭା ପ୍ରସବିନୀ ଗୋଟେ ଆଣ୍ଠୁ ନଲୁଥିବା କଳା କିଛି କିଛିଆ ବୁଢ଼ା ଦିଟା କାଠିରେ ଯାହା ଦେଖିକିରି ଗଲା ଆଜି 150 ବର୍ଷ ପରେ ମଧ୍ୟ ଆମେ ତାକୁ ଦେଖୁଛେ। ଆମ ଚନ୍ଦ୍ରଶେଖର ଯାହା ବିଶ୍ୱରେ କେହି କରିନାହାନ୍ତି। ଆମ ପଣ୍ଡିତ ମାନେ ଡକ୍ଟର ହରପ୍ରସାଦ ସମ୍ପତ୍ତିଙ୍କ ଭଳି ପଣ୍ଡିତ ମାନେ ଯୋଉ ଧ୍ୟାନ ଦେଇଛି ସମଗ୍ର ବିଶ୍ୱକୁ। ଆମେ ନିଜେ ସଂସ୍କୃତ ଭାଷାକୁ ହତାଦାର କରିବା। ଜର୍ମାନ ବାଲା ଆମଠୁ ନେଇକି ଗଲେ 1925 ମସିହା ନଭେମ୍ବର ମାସ 5 ତାରିଖରେ ପାୟୋନିୟର ଖବରକାଗଜ କିଶୋର ମରାଇ ସାମ୍ବାଦିକ ମନୋରଥ ପ୍ରକାଶ ପାଇଲା
ଯେ ଓଡ଼ିଶାରୁ ଦିଟା ଜାହାଜ ବୋଝେଇ ହେଇକିରି ଯାଉଥିବା ଚୋରାରେ ବିକ୍ରି ହେଇକିରି ଯାଉଥିବା ନଥିକୁ ଜବତ କରାଯାଇଛି। ତାଳପତ୍ର ନଥିକୁ ଆମେ ମାର୍ଚ୍ଚ 3 ତାରିଖ 1936ରେ ସ୍ୱତନ୍ତ୍ର ପ୍ରଦେଶ ପାଇଲେ। ଅନେକ ତାକୁ ଏପ୍ରିଲ 1 କହନ୍ତି, ମୁଁ ଭୁଲ ସେଇଟା। ମାର୍ଚ୍ଚ 3 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଲା। ନନ୍ଦୀ ଶତପଥୀ ଜୟପ୍ରକାଶ ନାରାୟଣଙ୍କ ସଭାକୁ ଖଣ୍ଡୁର କରିବା ପାଇଁ ଅପ୍ରେଲ 1 ତାରିଖକୁ ଉତ୍କଳ ଦିବସ କଲେ। ସେଦିନ ଆମେ ଯୋଉଦିନ ବିଶ୍ୱ ବୋକା ଦିବସ ଏପ୍ରିଲ ଫୁଲ ଡେ, ସେଦିନ ଆମେ ଜନ୍ମଦିବସ ପାଳନ କରି ପ୍ରମାଣ କରୁଛେ ଯେ ଆମେ ବୋକା କରି ଦିଆଯାଇଛି। କିନ୍ତୁ ମନେ ରଖନ୍ତୁ, ଆଜି ବି ଓଡ଼ିଶାର ପୁରପଲ୍ଲୀରେ ବସ୍ତିରେ ମଧ୍ୟ ପ୍ରତିଭା ଜନ୍ମ ହୁଏ। କହୁଥିଲି ମୁରିନାକୁ ପ୍ରତିଭା ପ୍ରସବୀ ଉତ୍କଳ ଜଳରେ ଆଜି କାହିଁକି ହେଇଛି ପ୍ରତିଭାର ବସାଇ? ଏଠି ପୁରା ବସ୍ତିରେ ଗୋଟେ ଗରିବ ପିଲା ବୁଦ୍ଧିଆ ଜନ୍ମ ହୁଏ, 6 ବର୍ଷରେ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରେ। ତାକୁ 2 ବର୍ଷ ଲାଗିକିରି ବିରଞ୍ଚି ମାନେ ସୃଷ୍ଟି କରନ୍ତି। ଅବଶେଷରେ ବିରଞ୍ଚିଟି ହତ୍ୟାର ଶିକାର ହୁଏ। ପ୍ରମିଳା ମଲ୍ଲିକ ମାନେ ବୁଦ୍ଧିଆର ଗୋଡ଼ରେ ଶିକୁଳି ପକାନ୍ତି ଏବଂ ବୁଦ୍ଧିଆ ବିସ୍ମୃତିର ଗଭୀର ଗହନରେ ନିର୍ଦ୍ଦୟ ଭାବରେ ନିକ୍ଷେପିତ ହୁଏ। ଅଣ ଓଡ଼ିଆ ମାନଙ୍କ ଚଳଚ୍ଚିତ୍ର କାହାଣୀର ନାୟକ ହୁଏ। ଉତ୍କଳ ଜନନୀ ପ୍ରତିଭା ପ୍ରସବିନୀ। ଆମେ ପ୍ରଭୁକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳନ କରୁ, ଅନେକକୁ ଦେଖୁ। ସେତେବେଳେ ଯେଉଁମାନେ କିଛି ନଥିଲେ ସେମାନେ ନିଜକୁ ଏବେ ବହୁ ବିଶିଷ୍ଟ ଗାନ୍ଧୀବାଦୀ, ବିଶିଷ୍ଟ ଲେଖକ, ବିଶିଷ୍ଟ ସ୍ତମ୍ଭକାର କରୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଇଯାଏ। ଆଜି ଯାଦୁଆ ବିକୁଛି ଯାଦୁର ମରମ, ମଦୁଆ ହଉଛି ସାରିବାର ବାନା। ଆଜି ଓଡ଼ିଆ ଆମର ମନୋହର ଚୌଧୁରୀ ବିଦ୍ୟାଳୟକୁ ଯାଇନାହାନ୍ତି, ମାତ୍ର ପଦାର୍ଥ ବିଜ୍ଞାନରେ ଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ, ସାହିତ୍ୟରେ ଶ୍ରେଷ୍ଠ ସାରସ୍ୱତ ସାଧକ ହେଲେ କେମିତି? ରବି ସିଂ ଦିନେ ଚାଟଶାଳୀ ଆଇନି, ପୃଥିବୀର ଶ୍ରେଷ୍ଠ କବି ଯଦି ମୋତେ କାହାକୁ ଚୟନ କରିବାକୁ କୁହାଯାଏ, ମୁଁ ଚୟନ କରିବି ରବି ସିଂଙ୍କୁ। କାହିଁକି? ସେ କହିଥିଲେ, ଯୋଉଥିପାଇଁ ଆଜି ମୁଁ ଆପଣଙ୍କ ପାଦ ତଳେ ମୁଣ୍ଡିଆ ମାରିଲି, ସମସ୍ତଙ୍କୁ ଗୁରୁ ତୁଲ୍ୟ କରିକି ପ୍ରଣାମ କଲି। ସିଏ ହିଁ ଜଣେ କହିଛନ୍ତି ବିଶ୍ୱରେ ଯେ ପୃଥିବୀର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେଉଛି ସମାଜ। সোসাইটি ইজ ଦି ବିଗେଷ୍ଟ ୟୁନିଭର୍ସିଟି ଇନ୍ ଦିସ୍ ୟୁନିଭର୍ସ। ସବୁଠାରୁ ଅସୀମ ବିଦ୍ୟା ହେଲା ମଣିଷକୁ ପଢ଼ିବା, ଟୁ ଲର୍ନ ଦି ମ୍ୟାନ୍ ଜର୍ଣ୍ଣାଲିକ ସବଜେକ୍ଟ। ମଣିଷ ମୁଁ ଅନେକ ସହାୟ ପାଏ। ମଣିଷକୁ ଥରେ ପଢ଼, ମଣିଷ ଠାରୁ ଦେହ ଜୀବନ, ମଣିଷ ଖବର ଗ୍ରନ୍ଥ କିତାବ ସାରା ଦୁନିଆର କାରିଗର। ସୁନା ରୂପା ହୀରା ନିରାପତି ଆଣିଛି ମଣିଷ ମେହନତି, କାଟିଛି ପଥର, କାଢିଛି କୋଇଲା, ଚୁରି ଭାର ମେରୁହର। ମଣିଷକୁ ଥରେ ପଢ଼। ଉଆସନଗର ରାଜବାଟୀ ଗଢ଼ିଛି ମଣିଷ ବେଠି କଟି। এই রাজধানী সচিবালয়ের যেতে টাইম তার সেতে জোড় মনীষକୁ তলে পড়। রত্নাকর তলে বুড়ি বুড়ি আনিছে মনীষ রক্ত চুরি। পৃথিবী মার হাতে পিন্ধাইছি ফুটাইছি কেতে ফুল কড়। মনীষକୁ ଥରେ ପଢ଼। ଆମେ ଆଗକୁ ପଢ଼ିପାରେ। ଆମର ଯାଇଛନ୍ତି 147 ଶଙ୍କରାଚାର୍ଯ୍ୟ ଅଛନ୍ତି ଏପଟେ ଗୋବର୍ଦ୍ଧନ ପୀଠରେ। ଯୋଉ ଗୋବର୍ଦ୍ଧନ ପୀଠର ଅନୁଗତ ହେଉଛନ୍ତି ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର। ଜଣେ ମାତ୍ର ଓଡ଼ିଆ ଥିଲେ, ଆମେ ପରିଚୟ ପାଇଥିଲେ। ମୁଁ ଧନ୍ୟବାଦ ଦେବି ମନୋରଞ୍ଜନ ମହାନ୍ତି। ଜଣେ ମାତ୍ର ଓଡ଼ିଆ, ଦଶମ ଶଙ୍କରାଚାର୍ଯ୍ୟ ଶ୍ରୀଧର ସ୍ୱାମୀ, ପୃଥିବୀର ବିଶିଷ୍ଟ ଟୀକାକାର। ତାଙ୍କୁ ଆମେ ଓଡ଼ିଆ ମାନେ ପଢ଼ିପାଇଲେନି, ଚିହ୍ନି ପାଇଲେନି। ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ୱନାଥ ମିଶ୍ର, ତାକୁ ଆମେ ଚିହ୍ନି ପାଇଲେନି। ଲଢ଼େଇ କଲୁ, ଚିହ୍ନିଲୁ, ଏବେ ବି ଲଢ଼େଇ କରୁଛୁ ଶ୍ରୀଧର ସ୍ୱାମୀଙ୍କ ପାଇଁ। ତାଙ୍କ ଘର ରମଣୀୟ, ଆଜି ରେମୁଣା ହେଇଛି। ଯାହାଙ୍କ ପ୍ରଭାବରେ ନିଜକୁ ଚୈତନ୍ୟ କରୁଥିବା ବିଶ୍ୱମ୍ବର ମିଶ୍ର, ଯାଜପୁରର ଉପେନ୍ଦ୍ର ମିଶ୍ରଙ୍କ ପୁଅ ବିଶ୍ୱମ୍ବର ମିଶ୍ର ନିଜକୁ ଚୈତନ୍ୟ କହି ଓଡ଼ିଆ ଜାତି ହାତରେ, ଯୋଉ ଓଡ଼ିଆ ଜାତି ଉତ୍ପାଦନ ପାଇଁ ଧରୁଥିଲା ରଙ୍ଗ, ଏ ମାତୃଭୂମିର ସୁରକ୍ଷା ପାଇଁ ଧରୁଥିଲା କରମାଳ, ସେ ଜାତି ହାତରେ ଧରେଇ ଦେଲେ ଖୋଳ କରତା। ରାଧା ବେଶରେ ନାଚିଲା ଅଷ୍ଟପ୍ରହରୀ, 24 ପ୍ରହରୀ, 36 ପ୍ରହରୀ। ରାଜା ନାଚିଲେ, ସେନାପତି ନାଚିଲେ, ପାଇକ ନାଚିଲେ। 1568 ଦେଶର ପରାଧୀନ ହେଲା। ଓଡ଼ିଆଙ୍କର ଶତ୍ରୁ କେହି ନେଇ, ଆଉ ଜଣେ ଓଡ଼ିଆ କୁରାଇ ଯେତେବେଳେ ହାଣେ ବାଉଁଶକୁ, ବାଉଁଶ ଗୋଟେ ଅପ୍ରକଟ କଥା କହିଥାଏ, ଆରେ ତୁ ମତେ ହାଣି ପାରନ୍ତୁନି, ତୋ ପଛରେ ମୋ ଭାଇ ଅଛି। କୁରାଇର ବେଟଟା ବାଉଁଶ। ସିଏ ମନାଇ ନଥିଲେ, ଚଳ ପଟ୍ଟନାୟକ
କରିଥିଲେ ଏ ଜାତି କେବେ ପରାସ୍ତ ହେଇନଥାନ୍ତା। ଆଜି କ'ଣ ହେଇଛି? ଆଜି ଆମର ଭିକାରୀ ସଂସ୍କୃତି। ଯୋଉଥିପାଇଁ କହିଲେ ପ୍ରଚୁର ସମ୍ପତ୍ତି ନ ହେଇଛି ଭଲ ହେଇଛି। କାହିଁକି ହଉନି? 147 ଦେଖନ୍ତୁ, ଏବେ ବି ଦେଖନ୍ତୁ ସେମାନେ କିଏ, ତାଙ୍କ ପୃଷ୍ଠଭୂମି ଦେଖନ୍ତୁ। ଯେତେ ଖଣ୍ଡିଆ ଖଣ୍ଡ ପଜରିଆ ଅଧା ଲାଗୁଡିଆ କରଛିଟା ବଟି ବେଲା ଚାମଚା ବେଚା ଗାଳିଚା ଖାଉ ବାହାବାଉ ସର୍ବଗିଳା ପରଶ ଦେବେଶ ନାରୀଶ ବ୍ରହ୍ମଶ ବିଧବାସ ଲୁଣ୍ଠନକାରୀ ପର ବାଳ କୁର୍ମିକିଟା ବିଶେଷଣକାରୀ ସେମାନେ ଆଜି ହେଇଛନ୍ତି ମାନ୍ୟବର। ସେ କ'ଣ କରିବେ? ତାଙ୍କଠୁ କ'ଣ ଆଶା କରିବା? ସେ କ'ଣ କରିବେ? ତେଣୁ ହେ ବନ୍ଧୁଗଣ, ମୁଁ ଆର୍ଯ୍ୟ କୁମାର ଜ୍ଞାନୀଙ୍କ ପାଖରେ ଚିର ଋଣୀ। ଅନ୍ତତଃ ଗୋଟିଏ ବର୍ଷ ମୋ ମୁଣ୍ଡକୁ ନୁଆଇବାରେ ସେ ଗୋଟିଏ ମାତ୍ର ବ୍ୟକ୍ତି ମୋ ମୁଣ୍ଡକୁ ନୁଆଇ ଦିଅନ୍ତି ନଭେମ୍ବର 27ରେ। ଆଜି କିଶୋର ବଳୟ ଅଛି ମୁଖ ପୁସ୍ତକରେ ହଜାର ହଜାର ସଂଖ୍ୟାରେ ଆଜି ଜନ୍ମଦିନର ବାର୍ତ୍ତା। ଜଣେ ଭାରତୀୟ ପ୍ରଶାସନିକ ସେବା ନିବୃତ୍ତ ଅଧିକାରୀ କହିଲେ, ପ୍ରଜନାକୁ ତମକୁ ଏତେ ଲୋକ ଭଲ ପାଆନ୍ତି? ମୁଁ କାହିଁକି ନା, ଆମେ ତ ଦେଖିଛୁ କେତେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏମାନଙ୍କ ଜନ୍ମଦିନ ହୁଏ, ଏତେ ଲୋକ ତମକୁ ଜନ୍ମଦିନ ଅଭିନନ୍ଦନ କରୁଛନ୍ତି। ମୁଁ କହିଲି ସେ ଅନ୍ତରରୁ ସେଇଟା ହଉଛି ତୈଳ ମଧ୍ୟ। ସମ୍ମୁଖ ଭାଗରେ ଯାହା ପ୍ରଶଂସା ହୁଏ ତାହା ତୈଳ ମର୍ଦ୍ଦନ, ପଶ୍ଚାତ ଭାଗରେ ଯାହା ପ୍ରଶଂସା ହୁଏ ତାହା ମୂଲ୍ୟାଙ୍କନ। ଏ ସତ୍ୟକୁ ଜାଣନ୍ତୁ। ପ୍ରାୟ ସଂଖ୍ୟାରେ ଲୋକ ଆଜି ଆସିଛନ୍ତି। ସେଥିପାଇଁ ଆଜି କଳାହାଣ୍ଡି କୋରାପୁଟ ଧାଇ ଆସିଛନ୍ତି। ଆଜି ଗୋବିନ୍ଦପୁରରୁ ଧାଇ ଆସିଛି ବାଉରୀ ବନ୍ଧୁ ପଣ୍ଡାଙ୍କ ରାତି ସପରିବା। କାହିଁକି? ଏଇ ଯୋଉ ଭଲ ପାଇବା, ଏ ଭଲ ପାଇବା ସୃଷ୍ଟି ହେଲା କେମିତିକା? ମୁଁ ସେଇଥିପାଇଁ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନୀଙ୍କ ପାଖରେ ଚିର ଋଣୀ। ସେ ପ୍ରତିବର୍ଷ ଏଇଭଳି ଏକ ଆୟୋଜନ କରୁଛନ୍ତି, ମୋ ମୁଣ୍ଡକୁ ନୁଆଇ ଦେଉଛନ୍ତି ଯେ ହେ କିଛି ଭୁଲ କର ନା। ଯୋଉମାନେ ତତେ ଏତେ ସୁବିଶେଷଣରେ ବିଭୂଷିତ କରି ପ୍ରଶଂସା କରିଛନ୍ତି ସେଇମାନେ କହିବେ ଯେତିକି ଦିନ ବଞ୍ଚିଛୁ କ'ଣ କରେ। ଯଦି ଘରର ହଜାର ଶକ୍ତି ସମ୍ପନ୍ନ ଆଲୋକ କଥା ଚିନ୍ତା କରୁଛୁ, ମାତ୍ର ଗୋଟିଏ ଦିଆସିଲି କାଠି ମାରେ କିଛି ସମୟ ପାଇଁ ଘର ଆଲୋକ ହବ। ହଜାର ଖାଦ୍ୟ ତାଲିକା ପଢ଼େନି, ଗୋଟେ ଭୋକିଲା ଲୋକ ପାଖରେ ଯଦି ପାରୁଛୁ ଟିକେ ପିଠା ଟିକେ ଦେଇଦେ, ମିଠା ଟିକେ ଦେଇଦେ, ଚିନି ଟିକେ ଦେଇଦେ। କିଏ କେତେ ଦିନ ବଞ୍ଚିଲା? ଯୋଉଥିପାଇଁ ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ଦାସ କହିଲେ, ମୁହୂର୍ତ୍ତେ ମାତ୍ର ଉଜଳି ପ୍ରଖର ଶିଖା ଟେକେ ହୁତାସନ ଜଳି ଯେବେ କରେ ଆଲୋକ ଉଠା ପଛ ଉଦିକେ ବିତରଣ ଲିଭୁ ସେ କ୍ଷଣକେ ତଥାପି ଏ ଲୋକେ ରହିବ ତାହାର ଯଶ କିଲାଭ ମହିରେ ବଞ୍ଚିଏ ସଂସାରେ କୁହୁଳି ସହସ୍ର। ବଞ୍ଚିଛୁ। ଆଜି 27 ତାରିଖ ମୋ ପାଇଁ ମୋ ରାଜନୈତିକ ଜୀବନର ଆଦର୍ଶ ସେ ବିଶ୍ୱାସ ପ୍ରତାପ ସିଂହାରୀ ଶ୍ରାଦ୍ଧ ଦିବସ ଏବଂ 99 ବର୍ଷ 8 ମାସରେ ମୋ ବୋଉ ଯେ ଜନ୍ମଦାତ୍ରୀ ସେ ନବଯୌବନ ଦର୍ଶନ ଦିନ ନେତୃତ୍ୱ ଦିନ ଆଖି ସବୁଦିନ ବେକୁଚି ଦେଲା। ତ ବୋଉ ନାହିଁ, ରାଜନୈତିକ ଯେ ଆଦର୍ଶ ତାଙ୍କର ଆଜି ଶ୍ରାଦ୍ଧ ଦିବସ। ଏହି ସମୟରେ ଜନ୍ମଦିନ ପାଳନ କରିବାରେ ଭାରି କଷ୍ଟ ଲାଗେ, କିନ୍ତୁ ଆର୍ଯ୍ୟ କୁମାର ଜ୍ଞାନୀନ୍ଦ୍ରଙ୍କର ଯୋଉ ଭଲ ପାଇବା, ତାଙ୍କ ଯୋଉ ସ୍ନେହ, କାରଣ ସିଏ ହଉଛନ୍ତି ମୋ ଭାଷାରେ ସଂସ୍କୃତି ପୁରୁଷ। ଏବେ ଗୋଟେ ଜାଗାରେ ଜଣକୁ କୁହାଲା, ଆମେ ଶୁଣିଲା ନା ସେଇଟା ପଦ ଦିଆଯାଇଛି, ଆଉ ତାକୁ ଭେଜାଲ କରନି। ସଂସ୍କୃତି ପୁରୁଷ ଜଣେ ସେ, କାରଣ ଆମେ ଆଉ ବିଶେଷଣ ଯୋଉ ବିଶେଷଣ ତାକୁ କିଛି ସାମ୍ବାଦିକ ବନ୍ଧୁ ଆମର ଅଛନ୍ତି, ସାମ୍ବାଦିକ ବନ୍ଧୁ ବମ୍ବେରେ ଗୋଟେ ଲୋକକୁ ଡାକିକିରି ଗୋଟେ ଉତ୍କଳ ଗୌରବ ସମ୍ମାନ ଦେଲେ। ସିଏ ଲେଖିଲା ଉତ୍କଳ ଗର୍ବ। ମୁଁ କହିଲି ମକଟବା କରିବି। ସମ୍ବାଦ ଖବର କାଗଜରେ ଗୋଟିଏ ଆଲେଖ୍ୟ ଲେଖା ହେଲା, ସେଇଦିନଠୁ ବନ୍ଦ। ତମେ କିଏ? ତମର କୋଉ ଅଧିକାର? ଉତ୍କଳ ଗୌରବ ସମ୍ମାନ, ଉତ୍କଳ ବଳି ସମ୍ମାନ, ସାହିତ୍ୟ ରତ୍ନ, ତମେ କିଏ? ଏକ ସ୍ୱତନ୍ତ୍ର ପଦ, ସେ ପଦକୁ ଆଉ କେହି ନେଇପାରିବେନି। ଅଥବା ସଂସ୍କୃତି ପୁରୁଷ ଜଣେ, ଆଉ ତମେ କେହି ମୋଟେ। କାରଣ ନଥିଲେ ରବି ଆଜିକାଲି ସାହିତ୍ୟ ଏକାଡେମୀରେ ଯୋଉ ବହିଟାକୁ କେହି ପଢନ୍ତିନି, କେହି ପଢି ନଥିବେ, ସେ ବହି ପୁରସ୍କାର ପାଏ। ସେ ବହି ପୁରସ୍କାର ପାଏ। କିନ୍ତୁ ପ୍ରକୃତ ବହି, ମୁଁ ସେଇଥିପାଇଁ ଆପଣ ଟିକେ ଗୋଟିଏ ମିନିଟ୍ ନେଉଛି। ଗୋଟେ ଦିନ ଆସିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି, ତାଙ୍କୁ ସଭା ହେଲା ଶ୍ରାବଣୀ କ୍ଷେତ୍ରରେ। ଆମ ସାହିତ୍ୟିକ ମାନେ ତ ତେଲ ମାରିବାରେ ପ୍ରବୀଣ। ମୁଁ ତାଙ୍କୁ କହେ, ଆରେ ଭାଇ
ଭାଇ ଏପଟେ କାନ୍ତ ସେପଟେ କାନ୍ତ ମଝିରେ ଓଡ଼ିଆ ସାହିତ୍ୟ ହନ୍ତସନ୍ତ ଏପଟେ ରମାକାନ୍ତ ଏପଟେ ସୀତାକାନ୍ତ ତମେ ଆଉ ଏ କାନ୍ତ ଭିତରେ ରହନି। ସେ ସାହିତ୍ୟକାର ସଭାପତି ଏମିତି କହିଲା ସମ୍ମାନନୀୟ ସୁରେଶ ମନ୍ତ୍ରୀ ମହୋଦୟ ଥିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ଡକ୍ଟର ହରକୃଷ୍ଣ ସରପଞ୍ଚ ଥିଲେ ସେ ସଭାରେ ସେ କହିଲେ ଯେ ଆମ ସାହିତ୍ୟ ପ୍ରବଳ। ମୁଁ କହିଲେ ପ୍ରଥମ ସାହିତ୍ୟିକ କିଏ ତମ ପ୍ରଥମ ସାହିତ୍ୟିକ ଗୋପାଳ ଗୁଡ଼େ କୋଉଠା ଘର ତାର ଗୋପାଳ ଗୁଡ଼େ କିଏ ସେ ଡମ୍ବୁରୁ ଗୁଡ଼େ କିଏ ସେ କହିଲେ ଆମ ସାହିତ୍ୟକୁ ତମେ ନକଲ କର। ଏବେ ଆମେ କିଛି କରୁଛୁ ସତ କଥା। ମୁଁ ଖାଲି ପ୍ରଶ୍ନ ପଚାରିବାକୁ ଚାହେଁ ଯେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କ ପ୍ରତି ବୈମାତୃକ ଭାବ ଦେଖେଇଲା ଭଳି ତମ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଅବମାନନା କରିଛି ଅପମାନିତ କରିଛି ଅବହେଳା କରିଛି। ତମ ବିଧି ଅଛି ଯେ ଯେଉଁମାନେ ପ୍ରମୋଦ ସାମନ୍ତରାୟ ଭଳି ଯେଉଁ ସାହିତ୍ୟିକ ମାନେ ଆର୍ଥିକ ଅଭାବରୁ ତାଙ୍କର ସାରସ୍ୱତ ସୃଷ୍ଟିକୁ ସୁଧାରିତ କରୁନାହାନ୍ତି ତମେ ତାଙ୍କୁ ଆର୍ଥିକ ସାହାଯ୍ୟ ଦେବ। ତମେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଶାର କେତେ ସାହିତ୍ୟକୁ ଦେଇଛ ତାଲିକା ଦେଖିଲେ କହିଲେ ଆମେ 5 ଜଣଙ୍କୁ ଦେଇଛୁ ଦୁଷ୍ଟ 5 ଜଣ। ଆପଣମାନେ ସେ ଦୁଷ୍ଟଙ୍କ ନାଁ ଶୁଣିଲେ ହସିବେ ମରିଗଲେ ଆପଣ ଜାଣିଛନ୍ତି ଥିଲେ ମଧ୍ୟ ରମାକାନ୍ତ ରଥ। ମୁଁ କହିଲି ସେ ଦୁଷ୍ଟ ସେ ମୁଖ୍ୟ ଶାସନ ସଚିବ ଥିଲେ। ଆଉ କିଏ ରାଜେନ୍ଦ୍ର ପଣ୍ଡା ସେ ସ୍ୱର୍ଗତ। ଆଉ କିଏ ମନୋଜ ଦାସ ସେ ସ୍ୱର୍ଗତ। ଆଉ କିଏ ପ୍ରମୋଦ ମହାନ୍ତି ସେ ସ୍ୱର୍ଗତ। ଆଉ ଜଣେ ଜୀବିତ ଅଛି ତା ନାମକୁ ରହିଲା। ସେ 5 ଜଣଠୁ ଫେରସ୍ତ କଲା ଟଙ୍କା 5 ଜଣ ଦୁଷ୍ଟ ସାହିତ୍ୟିକ ପାଇଲେ। ଆପଣ ଜାଣନ୍ତି ସେହି ସାହିତ୍ୟିକ ମାନେ ସୃଷ୍ଟି କଲେ ଓଡ଼ିଆ ଭାଷାରେ ଯୋଉଥିପାଇଁ ଗତକାଲି ଗୋଟେ ସଭାରେ ସେ ସଭା ପାଉଥିଲା। ଆମେ ଉଦାହରଣ ଦେଉଛୁ ଯୋଉଥିପାଇଁ ଆମେ ଯେତେବେଳେ ଆର୍ଯ୍ୟକୁମାର ଗାନ୍ଧୀଙ୍କର ଜନ୍ମଦିନ ଜାନୁଆରୀ 6 ତାରିଖ ଦିନ ସେ ନିଜ ଜନ୍ମଦିନ ପାଳନ କରନ୍ତିନି। ତାଙ୍କ ଜନ୍ମଦିନ ପାଳନ ହୁଏ ଗୁରୁ ପୂଜନ ଦିବସ ଭାବରେ ଗୁରୁ ପ୍ରଣାମ ଉତ୍ସବ। ଗୁରୁ ପ୍ରଣାମ କରନ୍ତି କାହିଁକି ସେ କରନ୍ତି ଜଣେ ସାହିତ୍ୟ ସଂଗ୍ରାମୀଙ୍କ ସଂଗ୍ରାମ କହୁଥିଲେ ମଧ୍ୟ ମୋ ପୂର୍ବରୁ ଯେ ତାଙ୍କୁ କଂଗ୍ରେସ ଦଳ ଭିତରେ ପ୍ରକୃତରେ ସବୁବେଳେ ସେ ପ୍ରବକ୍ତା ଦିଆଯାଏନି। କାହିଁକି ଦିଆଯାଏ? ଏଠି ପୁରା ଆମର ଅଛନ୍ତି ଜଗତସିଂହପୁରର ପ୍ରାକ୍ତନ ବିଧାୟକ ସୁପୁତ୍ର। ସେ ପୁରା ଭାରତବର୍ଷରେ ଗୋଟେ ପ୍ରଥମ ବ୍ୟକ୍ତି ଯେ ଓଡ଼ିଶା ବିଧାନସଭାର ସଦସ୍ୟ ହେଲା ପରେ କହିଲେ ବାବୁ ମୁଁ ଆଉ ବିଧାୟକ ହେବିନି। ଯାଇକି ହାଇସ୍କୁଲ ପ୍ରଧାନ ଶିକ୍ଷକ ହେଲେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେଲେ ନା ନାହିଁ। ବସିଛନ୍ତି ତାଙ୍କ ପୁତ୍ର ଏଠି ଆଜି ଏଠି ଠିଆ ହେଇପାରିବେ କି ଟିକେ ଦୟାକରି ହେ ଦେଖନ୍ତୁ ଏ ପ୍ରଣବ ଦେ ତାଙ୍କ ବାପା ଥିଲେ ଓଡ଼ିଶା ବିହାର ସଦସ୍ୟ କହିଲେ ଆଉ ହେବିନି ପ୍ରଧାନ ଶିକ୍ଷକ ହେଲେ। ଆମେ ପ୍ରାୟ ଦେଖିଲେ ବିହାର ନିର୍ବାଚନ 70ଟି ଗଣିତ ବହି ଲେଖିଥିବା ବହୁ ଡକ୍ଟର ହରକୃଷ୍ଣ ସରପଞ୍ଚ ଭଳି ବହୁ ବିଶ୍ୱବିଦ୍ୟାଳୟ କୁଳପତି ଥିବା ଜଣେ ମହାନ ଶିକ୍ଷାବିତ୍ ସେ ଭୋଟରେ ଠିଆ ହେଲେ ବିହାର ନିର୍ବାଚନରେ ପାଇଲେ କେତେ? ପୁଣି ଓଡ଼ିଶାର ଜ୍ଞାନର ସରସ୍ୱତୀ ଭଣ୍ଡାର ଡକ୍ଟର ଶ୍ରୀରାମ ଦାସ ଅନେକ ଭାରତ ପ୍ରଶାସନିକ ସେବା ଅଧିକାରୀଙ୍କର ଗୁରୁ ପ୍ରବୀଣ ପ୍ରବକ୍ତା ମହାଜ୍ଞାନୀ ଯାଇକିରି ଠିଆ ହେଲେ ଭୋଟରେ ବିଧାନସଭାରେ ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଭୋଟ କେତେ ପାଇଲେ? 243। ଆମ ଭୁବନେଶ୍ୱରରେ ଆମ ପାତଳ କେତେ ଭୋଟ ପାଇଲା? 1,10,000। ସେଠି ବିଶ୍ୱଭୂଷଣ ହରିଜନ କେତେ ଭୋଟ ପାଇଥିଲେ? 9,720। ଲୋକ କୋଉଠି ଦିଅନ୍ତି ଭୋଟ? ତେଣୁ ସେଇଥିପାଇଁ ଆମେ ଭିକାରୀ ସଂସ୍କୃତି ଅନ୍ତୁଳିଶାଳାରେ ପ୍ରସୂତି ଭତ୍ତା ମଲା ବେଳେ ହରିଶ୍ଚନ୍ଦ୍ର ଭତ୍ତା ମଝିରେ ମଝିରେ ମମତା ଜୋତା ଛତା ଲାପଟପ ନାପକିନ 5 ଟଙ୍କିଆ ଛତ ରଖା ପ୍ରଚୁର ମଦ୍ୟ ପାଳନ କର। ଖଣି ଚୋର ପାଣି ଚୋର ଜମି ଚୋର ଜଳ ଚୋର ଜଗନ୍ନାଥଙ୍କ ସମ୍ପତ୍ତି ଚୋର ଅମୃତ ମହାନ ସମ୍ପତ୍ତି ଚୋର ତାର ଅଣ ଓଡ଼ିଆର କୋଢିଆ ପାଟି କୁକୁର ଭଳି ଚାଟ। ଯଦି ଦେବୀ ଆଜି ଦେବୀ କଣ ଦେବୀର ପରିଚୟ ହେବ? ଦେବୀ ଯଦି ନଥାନ୍ତା ଆଜି ବେଦାନ୍ତ ଯେ ଜୀବନରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ କରିନି ସେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବ। ଆମର ତ ସବୁ ବିଶ୍ୱସ୍ତରୀୟ ଆମ ଯାହା କହିଲେ ସବୁ ବିଶ୍ୱସ୍ତରୀୟ।
କ'ଣ ହେଲା ଲଢ଼େଇ ହବ ଆପଣମାନଙ୍କର ସଦିଚ୍ଛା ସ୍ନେହ ଭଲ ପାଇବା ଆମ ଭଳି ବୃଦ୍ଧ ଅବଶ୍ୟ ବୃଦ୍ଧ ନୁହେଁ ସେହି ନର ଶୁକ୍ଳକେଶ ଢାରସିଂହ ଅବଶ୍ୟ କଂଗ୍ରେସକୁ ପାଇଲେ ଶୁକ୍ଳକେଶଟା କଳା ହେଇଛି କାହିଁକି ବହୁବିଧ କାରଣ ଯାହା ହଉ ମୁଁ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ନିକଟରେ ଚିର ଋଣୀ ଆଜି ମୁଁ ଯାହାଙ୍କୁ ଆପଣମାନେ ଜାଣନ୍ତି ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଜଣେ ମାତ୍ର ସନ୍ଥ ଯିଏ ଆନ୍ଦୋଳନ ମୁକ୍ତି ଆନ୍ଦୋଳନରେ କାରାବରଣ କରିଥିଲେ ଆଧ୍ୟାତ୍ମିକ ଗୁରୁ ସେ ହେଉଛନ୍ତି ଅଭିରାମ ପରମହଂସ। ପିଲାଦିନେ ଦେଖିଥିଲେ ଅଭିରାମ ପରମହଂସକୁ ଯାହାକୁ ଦେଖୁଛି ସେଇ ଅଭିରାମ ପରମହଂସ ଭଳି ଅଭୟବ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆପଣଙ୍କ ପାଦ ତଳେ ମୋର କୋଟି ପ୍ରଣାମ। ବରେଣ୍ୟ ଜନନେତା ନିରଞ୍ଜନ ପଟ୍ଟନାୟକ କେଜାଣି କାହିଁକି ମୋତେ ବହୁତ ଭଲ ପାଆନ୍ତି। ମୋର କେବେ କୌଣସି କାର୍ଯ୍ୟରେ ପୁଅ ବାହାଘର ହଉ ବ୍ୟବହାର ଯୋଉଠି ହେଲେ ଟିକେ ଖବର ପାଇଛନ୍ତି ବୋଲେ ସେ ନିଶ୍ଚୟ ଯିବେ। ମାନେ ଏଭଳି ଭଲ ପାଇବା ମଣିଷକୁ ଭଲ ପାଇବା କ୍ୱଚିତ ଦେଖାଯାଏ। ତାଙ୍କର ଏଇ ଯୋଉ ମହାମଣିଷ ପଣିଆ ପୁରୁଷୋତ୍ତମ ଚରିତ୍ର ଆଧାରିତ ପଣିଆ ତାଙ୍କୁ ମୁଁ ମୁଣ୍ଡିଆ ମାରୁଛି। ବରେଣ୍ୟ ବୁଦ୍ଧଦେବ ମିଶ୍ର ସେ ମୋ ପାଇଁ ଏକ ପ୍ରେରଣା ଉତ୍ସ ତାଙ୍କୁ ମଧ୍ୟ ମୁଣ୍ଡିଆ ମାରୁଛି। ମୁଁ ଅନେକ ସଂସ୍କୃତ ସାହିତ୍ୟ ଭାଷା ସାହିତ୍ୟ ଲୋକଚରିତ୍ର ସବୁ ଶିକ୍ଷା ଲାଭ କରେ ପଣ୍ଡିତ ହରେକୃଷ୍ଣ ଶତପଥୀଙ୍କ ଠାରୁ। ମୁଁ ତାଙ୍କର ଜ୍ଞାନର ମୁଁ ଜଣେ ହିତାଧିକାରୀ। ତେଣୁ ଜଣେ କୃତଜ୍ଞତା ପ୍ରକାଶ କରିବା ପାଇଁ ମୋ ପାଖରେ ଶବ୍ଦ କୁଳାଣ ମୁଁ ତାଙ୍କୁ ପ୍ରଣିପାତ କରୁଛି। ନ୍ୟାୟମୂର୍ତ୍ତି ମହୋଦୟ ମୁଁ ଭାବିନଥିଲି ନ୍ୟାୟମୂର୍ତ୍ତି ଏତେ ଭଲ ବକ୍ତବ୍ୟ ଦେଇପାରନ୍ତି ଏବଂ ସିଏ ମଧ୍ୟ ହରେକୃଷ୍ଣ ଶତପଥୀଙ୍କର ଗୋଟେ ଟିକେ ତୁଣ୍ଡ ଖସିଗଲା ତାକୁ ଠିକ ଧରିଦେଲେ। ଆଜ୍ଞା ପଚାରିଲେ ଆଜ୍ଞା ଦାରିଦ୍ର୍ୟତା ହବ କି? ମୁଁ କହିଲି ନା ଦାରିଦ୍ର୍ୟ ତାର ନଥାଏ। ହଁ ଠିକ ମାନେ ଏତେ ଜ୍ଞାନୀ ମୁଁ ତ ଚିନ୍ତା କରିପାରୁନି ନ୍ୟାୟମୂର୍ତ୍ତି ଏଭଳି ବକ୍ତବ୍ୟ ରଖିପାରିବେ। ମୁଁ ଆପଣଙ୍କର ସ୍ପଷ୍ଟବାଦିତା ଏବଂ ଭାଷା ଜ୍ଞାନ ପାଇଁ ପ୍ରଣାମ କରୁଛି। ଏଠି ବେଣୁ ଆଜ୍ଞାଙ୍କ ଠାରୁ ଆରମ୍ଭ କରି ଜଗତ ଆଜ୍ଞାଠୁ ଆରମ୍ଭ କରି ସମସ୍ତେ ଯୋଉମାନେ ଏଇଠୁ ବସିଛନ୍ତି ଆମର ତାପଙ୍ଗର ଦଳବେହାରଙ୍କ ଧାରକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଉପସ୍ଥିତି ନିମନ୍ତେ ଆପଣଙ୍କର ଅତ୍ୟଧିକ ମୋତେ ଭଲ ପାଇବା ନିମନ୍ତେ ମୁଁ 14 ଜନ୍ମ ହେଲେ ମଧ୍ୟ ଆପଣଙ୍କର ଏଇ ଯେଉଁ ଭଲ ପାଇବାର ଋଣକୁ ଶୁଝି ପାରିବି ନାହିଁ। ମୁଁ ଆପଣମାନଙ୍କୁ କୋଟି ପ୍ରଣିପାତାନ୍ତେ ଆପଣ ସକଳ ଉପସ୍ଥିତ ସଜ୍ଜନଙ୍କର ସପରିବାର ବର୍ଗଙ୍କର ସକଳ ସୁମନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ।